ପ୍ରବଚନ ବନାମ ହେତୁବାଦୀ ବଚନ। ଅନ୍ୟାନ୍ୟ ଦେଶ ଭଳି ଆମ ଦେଶରେ ମଧ୍ୟ ଆଦିମ କାଳରୁ ବିଭିନ୍ନ ଆପ୍ତ ବାକ୍ୟ, ପ୍ରବାଦ ଓ ପ୍ରବଚନ ପ୍ରଚଳିତ ହୋଇଆସିଛି। ଆମେ ଏଇଠି କିଛି ପ୍ରଚଳିତ ପ୍ରବଚନକୁ ହେତୁବାଦୀ ମତରେ ବିଚାର କରିବା। ପ୍ରବଚନ ଗୁଡ଼ିକ ତର୍କସଙ୍ଗତ ଲାଗୁନି କିମ୍ବା ବିରୋଧାଭାସ ସୃଷ୍ଟି କରୁଛି କାହିଁକି? କପାଳ ଲିଖନ କେ କରିବ ଆନ, ଅର୍ଥାତ୍ ପ୍ରତ୍ୟେକ ମଣିଷର କପାଳ ବା ଭାଗ୍ୟରେ ଜନ୍ମ ପୂର୍ବରୁ ନା ପରେ ଜଣା ନାହିଁ। ଯାହା ନିର୍ଦ୍ଧାରଣ କରି ତଥାକଥିତ ଭଗବାନ ଲେଖିଦେଇଛନ୍ତି ତାହାକୁ କେହି ବି ବଦଳେଇ ପାରିବ ନାହିଁ। ତାହା ଅବଶ୍ୟ ଫଳିବ। ଏହା ଯଦି ସତ ବୋଲି ମାନିବା, ତେବେ ଆଗେ କେତୋଟି ଉଦାହରଣକୁ ପରୀକ୍ଷା କରି ବିଚାର କରିବା ଯେ ଈଶ୍ୱରଙ୍କ ଦ୍ୱାରା ଭାଗ୍ୟ ନିର୍ଦ୍ଧାରଣ କେତେ ଦୂର ସତ୍ୟ। ଗୋଟିଏ ଶିଶୁ ଡାକ୍ତରଖାନାରେ ଜନ୍ମ ହେଲା। ସୁଯୋଗ ଦେଖି ଗୋଟିଏ ଚୋର ଶିଶୁଟିକୁ ନେଇ ଫେରାର ହୋଇଗଲା। ଏହି ଦୁର୍ଘଟଣା ପାଇଁ ଅନେକ ଲୋକଙ୍କୁ ଦାୟୀ କରାଯାଇପାରିବ। ପ୍ରଥମେ, ଶିଶୁର ମା କାହିଁକି ଏତେ ବେପରୁଆ ହେଲା ବୋଲି କୁହାଯିବ। ଦ୍ୱିତୀୟରେ, ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରାଯିବ। ତୃତୀୟରେ, ଆମ ସମାଜର ନୈତିକ ପତନକୁ ଦୋଷ ଦେଇହେବ। ଶେଷରେ, ଚୋରକୁ ଦୋଷ ଦିଆଯିବ। ଶିଶୁ ଓ ଚୋରକୁ ଠାବ କରିବା ପାଇଁ ପୋଲିସ ଅନୁସନ୍ଧାନ କରିଦେବ। ଉପରୋକ୍ତ ଘଟଣାକ୍ରମରେ ଆମେ ଦେଖୁଛୁ ଯେ ଈଶ୍ୱରଙ୍କ ଭୂମିକା ତ କେଉଁଠି ବି ଅନୁଭୂତ ହେଉନାହିଁ। ଈଶ୍ୱର ଶିଶୁର ମାଆକୁ ଚେତେଇଲେ ନାହିଁ କିମ୍ବା ଚୋରକୁ ରୋକିପାରିଲେ ନାହିଁ। ତେଣୁ ଏଇଠି ପ୍ରଶ୍ନ ଉଠୁଛି, ଯଦି ଶିଶୁର ଭାଗ୍ୟରେ ଲେଖା ହୋଇଥିବ ଯେ ଜନ୍ମ ହେବା ପରେ ମାଆ ଠାରୁ ଅଲଗା ହୋଇଯିବ ଏବଂ ଚୋରର ଭାଗ୍ୟରେ ଲେଖା ହୋଇଥିବ ଯେ ତୁ ଶିଶୁଟିକୁ ମାଆ ଠାରୁ ଅଲଗା କରିବା କାମ କରିବୁ, ତେବେ ଚୋରର ଦୋଷ ରହିଲା କେଉଁଠି? ପୋଲିସ ଯଦି ଚୋରକୁ ଠାବ କରି ତା ପାଇଁ ଦଣ୍ଡବିଧାନ କରିବ, ତେବେ ଈଶ୍ୱରଙ୍କ ଭାଗ୍ୟ ନିର୍ଦ୍ଧାରଣର ଅବମାନନା ହେବ ନାହିଁ କି? ଜଣେ ବ୍ୟକ୍ତିର ହତ୍ୟା ଯୋଗୁଁ ମୃତ୍ୟୁ ଘଟିଲା। ଅନ୍ୟ ଜଣେ ବ୍ୟକ୍ତି ଉକ୍ତ ବ୍ୟକ୍ତିକୁ ହତ୍ୟା କଲା। ଏହାର କାରଣ ଅନୁସନ୍ଧାନ ବି କରିବେ ମଣିଷମାନେ। ଏଇଠି ବି ଈଶ୍ୱରଙ୍କ ଭୂମିକା ରହୁଥିବା ଆମେ ଦେଖୁନାହୁଁ। ଈଶ୍ୱର ସେହି ମଣିଷକୁ ମୃତ୍ୟୁ ମୁଖରୁ ବଞ୍ଚେଇ ପାରିଲେ ନାହିଁ କିମ୍ବା ହତ୍ୟାକାରୀକୁ ରୋକି ପାରିଲେ ନାହିଁ। ତେଣୁ ଏଇଠି ବି ସେହି ଏକା ପ୍ରଶ୍ନ ଉଠୁଛି। ଯଦି ମୃତ ବ୍ୟକ୍ତି ଭାଗ୍ୟରେ ହତ୍ୟା ଯୋଗୁଁ ମୃତ୍ୟୁ ହେବା ଏବଂ ହତ୍ୟାକାରୀ ଭାଗ୍ୟରେ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଲେଖାଥିବ, ତେବେ ମଣିଷ ଅଯଥା ନିଜର ସମୟ ଓ ଶକ୍ତି ଖର୍ଚ୍ଚ କରି ହତ୍ୟାକାରୀକୁ ଧରି ଆଣି ଦଣ୍ଡ ଦେଉଛି କାହିଁକି? ଶିଶୁକୁ ଚୋରି କରିବା ଏବଂ ମଣିଷକୁ ହତ୍ୟା କରିବା ଯଦି ଅପରାଧ ଶ୍ରେଣୀରେ ଗଣନା କରାଯିବ, ତେବେ ତଥାକଥିତ ଈଶ୍ୱର ହିଁ ଉଭୟ କ୍ଷେତ୍ରରେ ଅପରାଧୀ ହେବା ଉଚିତ। କାରଣ ସେ ହିଁ ପୂର୍ବରୁ ଏହିସବୁ ଘଟଣା ନିର୍ଦ୍ଧାରଣ କରିସାରିଛନ୍ତି ଏବଂ ତାଙ୍କରି ନିର୍ଦ୍ଦେଶକ୍ରମେ ସବୁ ସମ୍ପାଦନ ହୋଇଛି। କରି କରାଉ ଥାଏ ମୁହିଁ ମୋବିନୁ ଅନ୍ୟ ଗତି ନାହିଁ। ଏହି ପ୍ରବଚନ ଦ୍ୱାରା ଉପରେ ବର୍ଣ୍ଣିତ ଦୁଇଟି ଘଟଣାକୁ ଆହୁରି ସ୍ପଷ୍ଟ ଭାବେ ସତ୍ୟ ପ୍ରତିପାଦନ କରୁଛି ଯେ ଆମେ ଯାହାକୁ ଭଲ ବା ମନ୍ଦ କର୍ମ ବୋଲି କହୁଛୁ, ସେ ସବୁ କର୍ମ କେବଳ ଈଶ୍ୱର ହିଁ କରୁଛନ୍ତି କିମ୍ବା କରାଉଛନ୍ତି। ମଣିଷ ତ ନିମିତ୍ତ ମାତ୍ର। ଧର୍ମଶାସ୍ତ୍ରରେ ବି ଲେଖା ଅଛି, ଈଶ୍ୱରଙ୍କ ଇଚ୍ଛା ବିନା ଗଛର ପତ୍ର ବି ହଲିବ ନାହିଁ। ଅନ୍ୟ ଏକ ସ୍ଥାନରେ ଲେଖା ଅଛି, ଈଶ୍ୱର ମନୁଷ୍ୟର କର୍ମ ଅନୁସାରେ ଦଣ୍ଡ କିମ୍ବା ପୁରସ୍କାର ଦେଇଥାନ୍ତି। ଏହା ଏକ ବିରୋଧାଭାସ ନୁହେଁ କି? ଈଶ୍ୱରଙ୍କ ଇଚ୍ଛାରେ ଯଦି ସବୁ କର୍ମ ହେଉଛି, ତେବେ ମଣିଷ ପାଇଁ କର୍ମ କରିବାର ସ୍ୱାଧୀନତା ରହିଲା କେଉଁଠି? ଈଶ୍ୱରଙ୍କ ନିର୍ଦ୍ଧାରିତ କର୍ମ ପାଇଁ ମଣିଷ ଦଣ୍ଡ ବା ପୁରସ୍କାର ପାଇବାର ପ୍ରାବଧାନ ରହିବ କାହିଁକି? ଏଇଠି ମଣିଷର କର୍ମବାଦ ଉପରେ ବି ପ୍ରଶ୍ନ ଉଠୁଛି। ପୂର୍ବ ଜନ୍ମରେ କରିଥିବା କର୍ମର ଫଳ ଏହି ଜନ୍ମରେ ମିଳିବ ଏବଂ ଏହି ଜନ୍ମରେ କରିଥିବା କର୍ମର ଫଳ ଆସନ୍ତା ଜନ୍ମରେ ମିଳିବ କାହିଁକି? ପ୍ରଥମ କଥା ହେଉଛି, ପ୍ରାକୃତିକ ନିୟମ ଅନୁସାରେ ସଂସାରର ସମସ୍ତ କର୍ମ ସମ୍ପାଦନ ହେଉଛି। ରାତି, ଦିନ, ଖରା, ବର୍ଷା, ଶୀତ, ଝଡ଼, ବନ୍ୟା, ଭୂମିକମ୍ପ ଆଦି ପ୍ରକୃତିର କର୍ମ। ସେଗୁଡ଼ିକ କୌଣସି ଦୈବୀ ଶକ୍ତି ଦ୍ୱାରା ନିୟନ୍ତ୍ରିତ ହୋଇନଥାଏ। ଦ୍ୱିତୀୟରେ, ପୁନର୍ଜନ୍ମ ତଥ୍ୟ ବିଜ୍ଞାନସମ୍ମତ ନୁହେଁ। ଏପରିକି ଶାସ୍ତ୍ରମାନଙ୍କରେ ବର୍ଣ୍ଣନା କରାଯାଇଥିବା ପୁନର୍ଜନ୍ମ ସିଦ୍ଧାନ୍ତ ଗୁଡ଼ିକ ମଧ୍ୟ ବିରୋଧାଭାସ ସୃଷ୍ଟି କରୁଛି।
କେଉଁଠି 84 ଲକ୍ଷ ଯୋନିରେ ଆତ୍ମା ଜନ୍ମଗ୍ରହଣ କରୁଥିବା କଥା ଲେଖାଯାଇଛି ତ ଅନ୍ୟଠି ମଣିଷ କେବଳ 7 ଜନ୍ମ ପାଇଁ ସ୍ୱାମୀ ଓ ସ୍ତ୍ରୀର ବନ୍ଧନ ଲାଗି ରହୁଥିବା କଥା ଲେଖାଯାଇଛି। ଏଇଠି ପ୍ରଶ୍ନ ଉଠୁଛି, ଯଦି ମଣିଷ ନିଜର କୃତକର୍ମ ଅନୁସାରେ 84 ଲକ୍ଷ ଯୋନିରୁ ଜନ୍ମ ନେବାର ବିଧାନ ଅଛି, ତେବେ ଜଣେ ପୁରୁଷ ବା ସ୍ତ୍ରୀଙ୍କ 7 ଜନ୍ମ କେବଳ ମଣିଷ ଜାତିରେ ହିଁ ହେଉଛି ନା ଅନ୍ୟ ପଶୁ ପକ୍ଷୀ କୀଟ ପତଙ୍ଗ ଜାତିରେ ବି ହେଉଛି? ଯଦି ଜଣେ ବ୍ୟକ୍ତି ପୂର୍ବ ଜନ୍ମରେ ପଶୁ ଜାତିରେ ଜନ୍ମଗ୍ରହଣ କରି ମନ୍ଦକର୍ମ କରିଥିଲା, ତେବେ ଏହି ଜନ୍ମରେ ମଣିଷ ଭାବେ ଜନ୍ମ ନେଇ ଦଣ୍ଡଭୋଗ କରିବ କାହିଁକି? କର୍ମବାଦରେ ଏହି ତଥ୍ୟ ବି ସ୍ପଷ୍ଟ ହୋଇପାରୁନି। ବର କନ୍ୟାଙ୍କ ଯୋଡ଼ି ସ୍ୱର୍ଗରେ ହିଁ ନିର୍ଦ୍ଧାରିତ ହୋଇଥାଏ। ଏହା ଯଦି ସତ ହୋଇଥାଏ, ତେବେ ପ୍ରଶ୍ନ ଉଠୁଛି, ସ୍ୱର୍ଗରେ ଦେବତାଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ଯୋଡ଼ିଙ୍କ ବିବାହ ଗଣନା ଭୁଲ ହୋଇଯାଉଛି କାହିଁକି? ବିବାହ ପୂର୍ବରୁ ପୁଣି ଥରେ ଜ୍ୟୋତିଷମାନେ ଜାତକ ମିଳାଇବା ପାଇଁ ଗଣନା କରୁଛନ୍ତି କାହିଁକି? ସ୍ୱର୍ଗର ଦେବତା ଓ ମର୍ତ୍ତ୍ୟର ପଣ୍ଡିତମାନଙ୍କ ଦ୍ୱାରା ଗଣନା କରି ବିବାହ କରିଥିବା ଦମ୍ପତି ଆଜୀବନ ସୁଖ ଓ ଶାନ୍ତିରେ ବାସ କରି ରହିପାରୁନାହାନ୍ତି କାହିଁକି? ବାସ୍ତବିକ ଜୀବନରେ ଅନେକ ପରିବାରର ଦାମ୍ପତ୍ୟ କଳହ, ବିବାହ ବିଚ୍ଛେଦ, ଅକାଳ ବୈଧବ୍ୟ ଆଦି ଦୋଷ ଦେଖିବାକୁ ମିଳୁଛି କାହିଁକି? ମଣିଷମାନେ ଆଦିମ କାଳରେ ବଣ ଜଙ୍ଗଲରେ ବାସ କରୁଥିଲେ। ଅନ୍ୟାନ୍ୟ ପଶୁପକ୍ଷୀମାନଙ୍କ ଭଳି ସେମାନେ ବି ମୁକ୍ତ ଭାବେ ଯେକୌଣସି ସ୍ତ୍ରୀ ଓ ପୁରୁଷଙ୍କ ସହିତ ଯୌନ ଜୀବନ ଉପଭୋଗ କରୁଥିଲେ। ସେତେବେଳେ ଏକ ପତ୍ନୀ ବା ଏକ ପତିର ପ୍ରଥା ନଥିଲା, କାରଣ ସ୍ୱର୍ଗରେ କୌଣସି ଦାମ୍ପତ୍ୟ ଯୋଡ଼ି ହୁଏତ ତିଆରି ହେଉନଥିଲା କିମ୍ବା ତଥାକଥିତ ଈଶ୍ୱରଙ୍କ କୌଣସି ନିୟନ୍ତ୍ରଣ ନଥିଲା। ପରବର୍ତ୍ତୀ କାଳରେ ମଣିଷ ବିକାଶ ଲାଭ କରି ସମାଜକୁ ଶୃଙ୍ଖଳିତ କରିବା ପାଇଁ ଉନ୍ମୁକ୍ତ ଯୌନ ଜୀବନକୁ ନିୟନ୍ତ୍ରଣ କରି ବିବାହ ପ୍ରଥା ସୃଷ୍ଟି କରିଥିଲା। ପରିବାର ଗଠନ ହେବାରୁ ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା, କର୍ତ୍ତବ୍ୟ, ନିଷ୍ଠା ଓ ଉତ୍ତରଦାୟିତ୍ୱ ରହିଲା। ଯେଉଁ ପରିବାର ଲୋକମାନଙ୍କ ଭିତରେ ଉପରୋକ୍ତ ମାନବୀୟ ସଦ୍ଗୁଣ ଗୁଡ଼ିକର ଅଭାବ ରହିଲା, ସେଇଠି ସ୍ୱାର୍ଥପରତା ଓ ଅହଙ୍କାର ଯୋଗୁଁ ମତାନ୍ତର ଘଟିଲା, ଯାହାର ପରିଣାମ ହେଉଛି ଘରୋଇ ହିଂସା ଏବଂ ପରିବାର ବିଘଟନ। ମାନିଲେ ଠାକୁର, ନ ମାନିଲେ ପଥର। ଏହି ପ୍ରବଚନ ଏକ ବିରୋଧାଭାସ। ଯଦି ଠାକୁର ସତ୍ୟ ଏବଂ ଚିରନ୍ତନ, ତେବେ ଠାକୁରଙ୍କୁ ମାନିବା ନ ମାନିବାର ପ୍ରଶ୍ନ ଉଠୁଛି କାହିଁକି? ପ୍ରକୃତିର ବିଭିନ୍ନ ସ୍ୱରୂପ ଯଥା ସୂର୍ଯ୍ୟ, ଅଗ୍ନି, ପାଣି, ପବନ ଇତ୍ୟାଦିରେ ଥିବା ପ୍ରାକୃତିକ ଶକ୍ତିକୁ ଆମେ ଅସ୍ୱୀକାର କରିପାରିବା ନାହିଁ, କାରଣ ସେଗୁଡ଼ିକୁ କେହି ନ ମାନିଲେ ମଧ୍ୟ ସେସବୁ ବିଦ୍ୟମାନ ରହିବେ। ତଥାକଥିତ ଠାକୁର ଯେହେତୁ ମଣିଷର କଳ୍ପନା ପ୍ରସୂତ ଶକ୍ତି, ତେଣୁ ମନ୍ଦିର ଓ ଧର୍ମସ୍ଥଳମାନଙ୍କରେ କାଠ, ପଥର ଓ ଧାତୁ ନିର୍ମିତ ମୂର୍ତ୍ତିକୁ ସ୍ଥାପନ କରି ମାନସିକ ସ୍ତରରେ ମାନିବା ପାଇଁ ବାଧ୍ୟ କରାଯାଉଛି। ଏହି ପ୍ରଥା ଏତେ ସୁଚିନ୍ତିତ ଢଙ୍ଗରେ ତିଆରି ହୋଇଛି ଯେ ଏହାର ପ୍ରଭାବରେ ଯୁଗ ଯୁଗ ଧରି ଗୋଟିଏ ବୁଦ୍ଧିଆ ଗୋଷ୍ଠୀର ମଣିଷମାନେ ଅନ୍ୟ ସମସ୍ତ ଗୋଷ୍ଠୀର ମଣିଷମାନଙ୍କ ମାନସିକ ଦୋହନ ତଥା ଆର୍ଥିକ ଶୋଷଣ କରିଆସୁଛନ୍ତି। ଅର୍ଥାତ୍ ବିନା ପୁଞ୍ଜି ଓ ପରିଶ୍ରମରେ ଅଜସ୍ର ଧନ ସଂଗ୍ରହର ସୁଗମ ବାଟ ଖୋଲି ରଖିଛନ୍ତି। ଉଦାହରଣ ସ୍ୱରୂପ ଆଜି ଆମେ ଦେଖୁଛୁ ଦେଶର ହଜାର ହଜାର ଧର୍ମସ୍ଥଳମାନଙ୍କରେ ବେହିସାବ ମାତ୍ରାରେ ସୁନା, ରୂପା, ହୀରା ଓ ଟଙ୍କା ଜମା ହୋଇ ରହିଛି। ଅନ୍ୟ ଦିଗରେ ଦେଶର ଅଧିକାଂଶ ଜନତା ଦୁଃଖ ଓ ଦାରିଦ୍ର୍ୟ ଭିତରେ ସଢ଼ି ମରୁଛନ୍ତି। ଏହାର ଅର୍ଥ ହେଉଛି ଧନୀ ଭଗବାନଙ୍କ ଗରିବ ଭକ୍ତ। ଭକ୍ତମାନେ ପଥର ମୂର୍ତ୍ତିକୁ ବିଶ୍ୱାସ କରି କଷ୍ଟ ଉପାର୍ଜିତ ଧନକୁ ଦାନ କରି ସିଧା ସିଧା ପ୍ରତିଦାନ କିଛି ନ ପାଇଲେ ମଧ୍ୟ ଭବିଷ୍ୟତ କିମ୍ବା ଆସନ୍ତା ଜନ୍ମରେ ପାଇବାର ମିଥ୍ୟା ଆଶ୍ୱାସନାକୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି। ଏହା ଏକ ବିଡ଼ମ୍ବନା ନୁହେଁ କି? ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର କିମ୍ବା ଯାହାର ବିଶ୍ୱାସ ଯେଡ଼େ ତାହାର ପ୍ରଭୁ ସେଡ଼େ। ଏହି ଦୁଇଟି ପ୍ରବାଦର ଅର୍ଥ ଏକ। ବିଶ୍ୱାସ କଲେ ହିଁ ହରିଙ୍କ କୃପା ହେବ, ଅବିଶ୍ୱାସ କରି ତର୍କ କଲେ ହରି ଦୂରେଇ ଯିବେ। ଏହି ଦୁନିଆରେ ଯାହା ବି ପ୍ରତ୍ୟକ୍ଷ ବା ପରୋକ୍ଷରେ ଅନୁଭୂତ ହେଉଛି, ସେସବୁ ଗୁଡ଼ିକ ଉପରେ କାହାରି ସନ୍ଦେହ ରହୁନାହିଁ, କାରଣ ସେଗୁଡ଼ିକ ସତ୍ୟ। କିନ୍ତୁ ଯାହା ବିଦ୍ୟମାନ ନାହିଁ କିନ୍ତୁ କେବଳ କାଳ୍ପନିକ ବିଶ୍ୱାସ ଉପରେ ପର୍ଯ୍ୟବେସିତ,
କିମ୍ବା ପ୍ରମାଣ କରାଯାଇ ପାରୁନାହିଁ, ସେଗୁଡ଼ିକ ଉପରେ ତର୍କ ହେଉଛି। ମୁଁ କେଉଁ ଆଧାରରେ ବିଶ୍ୱାସ କରିବି? ମଜା କଥା ହେଉଛି, ଧର୍ମଶାସ୍ତ୍ରରେ ଉଲ୍ଲେଖ ଥିବା ଅନେକ ଅବିଶ୍ୱସନୀୟ ତଥ୍ୟଗୁଡ଼ିକ ଉପରେ କେହି ପ୍ରଶ୍ନ କଲେ ଆଧ୍ୟାତ୍ମିକ ଗୁରୁମାନେ ଶାସ୍ତ୍ରରେ ଲେଖାଥିବା ଶ୍ଲୋକଗୁଡ଼ିକର ଅର୍ଥ ନିଜ ହିସାବରେ ବ୍ୟାଖ୍ୟା କରି ଏହା ବିଜ୍ଞାନସମ୍ମତ ବୋଲି ଦାବି କରୁଛନ୍ତି। ଅର୍ଥାତ୍ ସେମାନେ ବିଜ୍ଞାନକୁ ଠିକ୍ ଓ ସତ୍ୟ ବୋଲି ମାନି ସାରିଲେଣି। ସେଥିପାଇଁ ଆଧ୍ୟାତ୍ମିକ ତଥ୍ୟକୁ ବିଜ୍ଞାନର କଷଟି ପଥରେ ଘଷି ତୁଳନା କରୁଛନ୍ତି। ଆହୁରି ହାସ୍ୟାସ୍ପଦ କଥା ହେଉଛି, ସେମାନେ ଅଦୃଶ୍ୟ ଭଗବାନଙ୍କ ଅସ୍ତିତ୍ୱକୁ ପ୍ରମାଣ କରିବା ପାଇଁ ଏହି ଦୁନିଆର ବସ୍ତୁଗୁଡ଼ିକ ସହିତ ତୁଳନା କରୁଛନ୍ତି। ଯଥା, ତୁମେ ପବନକୁ ଦେଖିପାରୁନାହଁ, ତୁମେ ଦୁଧରେ ଥିବା ଲହୁଣୀ ଓ ଘିଅକୁ ଦେଖିପାରୁନାହଁ, ତୁମେ ତୁମର ମୁଣ୍ଡରେ ଥିବା ମସ୍ତିଷ୍କକୁ ଦେଖିପାରୁନାହଁ, ତଥାପି ସେସବୁ ଅଛି ବୋଲି ତୁମେ ଯେମିତି ବିଶ୍ୱାସ କରୁଛ, ସେମିତି ଭଗବାନ ଅଛନ୍ତି ବୋଲି ବିଶ୍ୱାସ କରୁନାହଁ କାହିଁକି? ଏହାକୁ କୁହନ୍ତି ଗାଲୁଆଙ୍କ ବାରବାଟୀ ଚାଷ। ବାଳୁତ ଉବାଚ, ଆମେ ଜନ୍ମ ହୋଇଛୁ ନିଷ୍ପାପ, ନିରୀଶ୍ୱରବାଦୀ ଓ ଅନ୍ଧବିଶ୍ୱାସୀ ବିହୀନ ଛୁଆ। ଆମେ କୌଣସି ଈଶ୍ୱରଙ୍କ ସ୍ୱରୂପ ନୁହଁ। ଆମେ ମଣିଷ ସମାଜର ସ୍ୱରୂପ। ଆମକୁ ପରେ ମାନସିକ ସ୍ତରରେ ଧର୍ମ ଦ୍ୱାରା ପ୍ରଭାବିତ କରି ଈଶ୍ୱରବାଦୀ, ଅନ୍ଧବିଶ୍ୱାସୀ ଓ ପାପୀ ବନେଇ ଦିଆଯାଉଛି। ଦୟାକରି ଆମକୁ ଆପଣଙ୍କ ଧର୍ମରୁ ଅଲଗା ରଖି ସ୍ୱାଧୀନ ରହିବାକୁ ଦିଆଯାଉ। ଆମେ ଆମର ଅସଲ ଧର୍ମ କ'ଣ